ସମସ୍ତଙ୍କୁ ମୋର ଆତ୍ମ ପ୍ରଣାମ। ସମସ୍ତେ ଧ୍ୟାନ ପାଇଁ ରେଡି ହେଇଯିବା। ଯଦି ଚଷମା ପିନ୍ଧୁଛନ୍ତି କାଢି ଦିଅନ୍ତୁ। ହାତକୁ ହାତ କ୍ରସ୍ କରିନିଅନ୍ତୁ। ଚେୟାରରେ ବସିଛନ୍ତି ଯଦି ଗୋଡକୁ ବି କ୍ରସ୍ କରିଦିଅନ୍ତୁ। ଆଖିକୁ ସହଜ ରୂପରେ ବନ୍ଦ ରଖନ୍ତୁ। ପୁରା ଶରୀରକୁ ଢିଲା ଛାଡ଼ି ଦିଅନ୍ତୁ। ମୁଣ୍ଡଠୁ ଗୋଡ ପର୍ଯ୍ୟନ୍ତ। କେବଳ ଶ୍ୱାସ, ଯାଉଥିବା ଶ୍ୱାସ ଏବଂ ଆସୁଥିବା ଶ୍ୱାସ ସହ ଏକ ହେଇଯାଆନ୍ତୁ। ନା କୌଣସି ଚିନ୍ତା, ନା କୌଣସି ବିଚାର, କେବଳ ଶ୍ୱାସ। ପ୍ରିୟ ବ୍ରହ୍ମର୍ଷି ପିତାମହ ପତ୍ରିଜୀ, ସମସ୍ତ ଆଷ୍ଟ୍ରାଲ ମାଷ୍ଟର୍ସ, ଆଷ୍ଟ୍ରାଲ ପିରାମିଡ ମାଷ୍ଟର୍ସ, ଆଷ୍ଟ୍ରାଲ ବଡି ହିଲିଂ ମାଷ୍ଟର୍ସ, ସମସ୍ତ ସୂକ୍ଷ୍ମ ଦେବା ଦେବୀ, ସମସ୍ତ ହିମାଳୟନ ଯୋଗୀ ମାନଙ୍କୁ, ସପ୍ତର୍ଷି, ବ୍ରହ୍ମର୍ଷି, 18 ସିଦ୍ଧ, महाअवतार बाबाजी, भगवान कृष्ण, जीसस क्राइस्ट, लाड़ी माँ से स्वामी श्री युक्तेश्वर जी, परमहंस योगानंद जी, परम आदि योगी शिवा, नंदी, गोरखनाथ, संत थिरुमलार जी, शिवगामी उमानंद जी, शिव प्रेमानंद जी, निर्मला माता जी, समस्त योगेश्वर, समस्त पिरामिड मास्टर्स मानଙ୍କୁ, समस्त सूक्ष्म आत्मा मानଙ୍କୁ ଯେଉଁମାନେ 24 hours କେବଳ ମାନବ ଚେତନାର ଉତ୍ଥାନ ପାଇଁ କାର୍ଯ୍ୟରତ ଅଛନ୍ତି, ସମସ୍ତଙ୍କୁ ଇନଭାଇଟ୍ କରିବା। କେବଳ ଶ୍ୱାସ, ନା କୌଣସି ଚିନ୍ତା, ନା କୌଣସି ବିଚାର, ସହଜ ସରଳ ଶ୍ୱାସ, ଶ୍ୱାସ ସହ ଏକ ହେଇଯିବା। ପୁରା ଧ୍ୟାନ ନିଜ ଶ୍ୱାସ ଉପରେ। ଚିତ୍ତବୃତ୍ତି
शांत हो जाओ। ଶ୍ୱାସ ଉପରେ ଧ୍ୟାନ ହେଉଛି ଧ୍ୟାନ ଯୋଗ। ବାଣୀ ଉପରେ ଧ୍ୟାନ ହେଉଛି ଜ୍ଞାନ ଯୋଗ। ପ୍ରତ୍ୟେକ ଶବ୍ଦ ଯାହା ମୁଖରୁ ବାହାରୁଛି ସଜଗତାର ସହ, ସଚେତନତାର ସହ, ଯତ୍ନର ସହ ତା ବାହାରୁ। ସବୁବେଳେ ସକାରାତ୍ମକ ଶବ୍ଦ ମୁହଁରୁ ବାହାରିଲେ ସଫଳତା ମିଳିଥାଏ। ଶ୍ୱାସ ଶ୍ୱାସ ଉପରେ ଧ୍ୟାନ। ତା ସହ ଯାହା ମୁଖରୁ ବାହାରୁଛି ତା ପ୍ରତି ମଧ୍ୟ ଧ୍ୟାନ। କାରଣ ଯାହା ମୁହଁରୁ ବାହାରିଥାଏ ସେଥିରେ ଊର୍ଜା ଯାଇଥାଏ। ମୁହଁ ଦ୍ୱାରା ଯାହା ଗ୍ରହଣ କରାଯାଏ ତାହା କଟୁ ଖରାପ ହୋଇଥିଲେ କେବଳ ଶରୀର ଖରାପ ହୋଇଥାଏ, କିନ୍ତୁ ମୁହଁରୁ ଯାହା ବାହାରିଥାଏ ତାହା ବ୍ୟକ୍ତିର ଆତ୍ମାକୁ ଖରାପ କରିଦିଏ ଯଦି ତାହା କଟୁ ହୋଇଥାଏ, ଖରାପ ହୋଇଥାଏ। ଧ୍ୟାନ ଦ୍ୱାରା ହିଁ ବାକ୍ ଶୁଦ୍ଧି ହୁଏ। ଯାହା ଆମ ମନ ଭିତରେ ଥାଏ ତାହା ହିଁ ମୁହଁରୁ ବାହାରକୁ ବାହାରିଥାଏ। ଯେତେବେଳେ ମନ ଶୁଦ୍ଧ ହୋଇଯାଏ ସେତେବେଳେ ବାଣୀ ମଧ୍ୟ ଶୁଦ୍ଧ ହୋଇଯାଏ। ମନ ଶୁଦ୍ଧି ପାଇଁ କେବଳ ଗୋଟେ ମାତ୍ର ଉପାୟ, ତାହା ହେଉଛି ଧ୍ୟାନ। ଧ୍ୟାନ ସର୍ବ ରୋଗ ନିବାରଣୀ। ଧ୍ୟାନ ସମସ୍ତ ରୋଗକୁ ଯାହା ଆସୁଥିବା ରୋଗକୁ ତାହା ଆସିବାକୁ ଦିଏନି। ଧ୍ୟାନ ସର୍ବ ରୋଗ ହାରିଣୀ। ଯାହା ସବୁ ରୋଗ ଅଛି ତାହା ସବୁ ଚାଲିଯାଏ। ଧ୍ୟାନ ସକଳ ଭୋଗକାରିଣୀ। ଧ୍ୟାନ ଦ୍ୱାରା ସମସ୍ତ ପ୍ରକାରର ଭୋଗ ମିଳିଥାଏ। ଧ୍ୟାନ ସତ୍ୟ ଜ୍ଞାନ ପ୍ରସାରିଣୀ। ସତ୍ୟ ଆଉ ଜ୍ଞାନ ଏ ଦୁଇକୁ ପ୍ରାପ୍ତ କରାଇଥାଏ। ଯେପରି କର୍ମ ସେପରି ଫଳ। ଧ୍ୟାନ କଲେ ହିଁ ଧ୍ୟାନର ଫଳ ମିଳିଥାଏ।
ସ୍ୱାଧ୍ୟାୟ କଲେ ହିଁ ସ୍ୱାଧ୍ୟାୟର ଫଳ ମିଳିଥାଏ। ଧ୍ୟାନ ସବୁଠାରୁ କଠିନ କାମ, କିନ୍ତୁ ତାର ଫଳ ସବୁଠାରୁ ଉଚ୍ଚତମ ହୋଇଥାଏ। ସେଥିପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଯେ ତୁମେ ୟୋଗୀ ହୁଅ। ଅର୍ଜୁନ ନରର ପ୍ରତିନିଧିତ୍ୱ କଲେ, କୃଷ୍ଣ ନାରାୟଣର ପ୍ରତିନିଧିତ୍ୱ କରିଥିଲେ। ଯିଏ ଧ୍ୟାନ କରିଥାଏ ସେମାନେ ସମସ୍ତେ ନାରାୟଣ ବନି ଯାଇଥାନ୍ତି। ଯେଉଁମାନେ ଧ୍ୟାନ କରିନଥାନ୍ତି ସେମାନେ ନର ଜାତିରେ ରହିଯାଇଥାନ୍ତି। ନର ଜାତି ମାନେ ମୁଁ ହେଉଛି ଶରୀର, ନାରାୟଣ ଜାତି ହେଉଛି ମୁଁ ହେଉଛି ଆତ୍ମା। ଧ୍ୟାନ କରିବା ଦ୍ୱାରା 40 ଦିନରେ ନରରୁ ନାରାୟଣ ହୋଇଯାଆନ୍ତି। 40 ଦିନ ହେଉଛି ଏକ ମଣ୍ଡଳ ଦୀକ୍ଷା। ଯୀଶୁ ମଧ୍ୟ 40 ଦିନ ଉପବାସ କରିଥିଲେ। ଆତ୍ମାର, ଶରୀରର ଉପବାସ ନୁହେଁ, ମନର ଉପବାସ କରିଥିଲେ ସେ, ଯାହା ଧ୍ୟାନ ଦ୍ୱାରା ହିଁ ସମ୍ଭବ। ଆଉ ସେ ଏହା କହିଥିଲେ କି ମୁଁ ଯାହା ପାଇଛି ତାଠୁ ବି ମଧ୍ୟ ଆପଣମାନେ ଅଧିକ ପାଇପାରନ୍ତି। ତାହା ସମ୍ଭବ ଧ୍ୟାନ ଦ୍ୱାରା। ଚର୍ମଚକ୍ଷୁ ମନଚକ୍ଷୁ ଭେଦ କରି ଦିବ୍ୟ ଚକ୍ଷୁରେ ପ୍ରବେଶ କରିବାକୁ ହୁଏ। କିଙ୍ଗଡମ୍ ଅଫ୍ ଗଡ୍ ଇଜ୍ ୱିଦିନ୍ ୟୁ। ଏହା ଯୀଶୁଙ୍କର ବାଣୀ ଥିଲା କି ଈଶ୍ୱରଙ୍କ ସାମ୍ରାଜ୍ୟ ତୁମ ଭିତରେ ଅଛି। शुभस्य शीघ्रम, काल करे सो आज कर, आज करे सो अब, पल में प्रलय होगी, बहुनी करेगी कब। A stitch in time saves 9, आलस्यम अमृतम विषम। ସେଥିପାଇଁ ଧ୍ୟାନ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ଆରମ୍ଭ କରିବା ଆବଶ୍ୟକ। କାରଣ ଶ୍ରୀକୃଷ୍ଣ 4 ବର୍ଷ ବୟସରେ ସନ୍ଦୀପନୀ ମୁନିଙ୍କ ପାଖରେ ଧ୍ୟାନ ଶିକ୍ଷା କରିଥିଲେ। ଜିସସ୍ କ୍ରାଇଷ୍ଟ 7 ବର୍ଷ ବୟସରେ ଗିଜା ପିରାମିଡରେ ଧ୍ୟାନ କରିଥିଲେ। ହନୁମାନ 2 ବର୍ଷ ବୟସରେ ନିଜ ମାତାଙ୍କ ଠାରୁ ଧ୍ୟାନ ଶିଖିଥିଲେ। ଶ୍ରୀରାମ 11 ବର୍ଷ ବୟସରେ ବାଲ୍ମୀକିଙ୍କ ପାଖରେ ଧ୍ୟାନ ଶିଖିଥିଲେ। ସତ୍ୟ ସମସ୍ତଙ୍କ ପାଇଁ ଏକ, ଆମ ସମସ୍ତଙ୍କ ପାଇଁ ସତ୍ୟ ହେଉଛି ଏକ। ଯେଉଁ ଶବ୍ଦ ମୁହଁରୁ ବାହାରିଥାଏ ତାହା ଭାଗ୍ୟ ନିର୍ଣ୍ଣୟ କରିଥାଏ। କେହି ଆମର ଭାଗ୍ୟ ଲେଖିନଥାନ୍ତି। ଯଦି ଆପଣ ନକାରାତ୍ମକ କଥା ମୁହଁରୁ ବାହାର କରନ୍ତି ତାହେଲେ ତାହା ଭାଗ୍ୟ ହୋଇଯାଏ। ଯଦି ବାରମ୍ବାର କୁହନ୍ତି ଯେ ମୁଁ ମୂର୍ଖ, ତାହେଲେ ସେହିପରି ବନିଯିବେ। ସେଥିପାଇଁ ସାବଧାନ ପୂର୍ବକ ସକାରାତ୍ମକ ଶବ୍ଦର ପ୍ରୟୋଗ କରନ୍ତୁ। ଆମ ମୁହଁରୁ ସିତାର, ବାସୁରୀ, ଭାୟୋଲିନ୍ ପରି ପବିତ୍ର ବାଦ୍ୟ ହେଉଛି ମୁଖର ବାଣୀ। ତାର ଠିକ୍ ଉପଯୋଗ କରନ୍ତୁ। ଯଦି ବଜେଇବା ଆସିନି ତାହେଲେ ଅପସ୍ୱର ବାହାରିଥାଏ।
ଯାହା ପାଖରେ ବୁଦ୍ଧି ଅଛି ସିଏ କହିବା ଆବଶ୍ୟକ। ଯିଏ ବୁଦ୍ଧ, ଯିଏ ସବୁ ଜାଣିଛି, ସିଏ ହିଁ କେବଳ ସେ ଶବ୍ଦ କହିବା ଆବଶ୍ୟକ। ଯଦି ବୁଦ୍ଧି ନାହିଁ, ଧ୍ୟାନ ସାଧନା ନାହିଁ, ତାହେଲେ ମୁହଁରୁ ସଠିକ ବାଣୀ ବାହାରେନି। ଠିକ ଢଙ୍ଗରେ କଥା ହେବା ବହୁତ ମୁସ୍କିଲ, କଷ୍ଟକର। ଯାହାକୁ ଆତ୍ମଜ୍ଞାନ ଅଛି, ଯିଏ ସତ୍ୟକୁ ଜାଣିଛି, ଯିଏ ଧ୍ୟାନ ସାଧନାରେ ଅଛି, ଯାହାର ସବୁ ଚକ୍ର ଖୋଲି ଯାଇଛି, ତୃତୀୟ ନେତ୍ର ଖୋଲି ଯାଇଛି, ଦିବ୍ୟ ଜ୍ଞାନ ପ୍ରାପ୍ତି ହୋଇଛି, ସେ ଠିକ ଢଙ୍ଗରେ କଥା କହିପାରେ। ଜଣେ ରମଣ ମହର୍ଷି ଠିକ ଢଙ୍ଗରେ କହିପାରନ୍ତି। ଯେଉଁ ପର୍ଯ୍ୟନ୍ତ ନିଜ ବିଷୟରେ ନ ଜାଣିଛନ୍ତି, ସେ ପର୍ଯ୍ୟନ୍ତ ଜୀବନ ଦୁଃଖମୟ ହୋଇଥାଏ। ଠିକ ଢଙ୍ଗରେ ଜିଇଁବା, ଖାଇବା, କହିବା, ଭାବିବା, ଏସବୁ ନିମନ୍ତେ ଆତ୍ମଜ୍ଞାନ ଆବଶ୍ୟକ। ଖାଇବା ପାଇଁ ଯୁକ୍ତାହାର, ମିତାହାର, ନିରାହାର। କଥା କହିବା ପାଇଁ ଯୁକ୍ତ ଭାଷଣ, ମିତ ଭାଷଣ, ନିରଭାଷଣ। ଭାବିବା ପାଇଁ ଯୁକ୍ତ ଯୋଜନା, ମିତ ଯୋଜନା, ନିରଯୋଜନା। ଯୁକ୍ତାହାର, ଯାହା ଖାଇବା ଦରକାର ତାହା ଖାଇବା। ମାଂସାହାର କରିବା ହେଉଛି ମୂର୍ଖତା, ତାହା ଯୁକ୍ତାହାର ନୁହେଁ। ଶାକାହାର ହେଉଛି ଯୁକ୍ତ ଆହାର, ଉଚିତ ଖାଦ୍ୟ। ମିତାହାର, ଯେତିକି ଭୋକ ସେତିକି ଖାଇବା ଆବଶ୍ୟକ, ଯେତିକି ଦରକାରୀ। ନିରାହାର, ଦିନଟେ ଉପବାସ। ଶାରୀରିକ ଖାଦ୍ୟ ଦୃଷ୍ଟିରୁ ନ ଖାଇବା। ଯଦି କୌଣସି ରୋଗ ଆସିଯାଏ, ତାହେଲେ ଖାଇବା ବନ୍ଦ କରନ୍ତୁ। ଶରୀର ଆପେ ଆପେ ଠିକ ହେଇଯିବ, କିଛି କରିବା ଆବଶ୍ୟକ ନାହିଁ। ଦୀର୍ଘାୟୁ ହେବା ପାଇଁ, ଲମ୍ବା ଜୀବନ ବଞ୍ଚିବା ପାଇଁ ଅତ୍ୟଧିକ ଖାଦ୍ୟର ଆବଶ୍ୟକତା ନାହିଁ। ଯୁକ୍ତ ଭାଷଣ, ଯେଉଁ କଥା କହିବାର ଅଛି, ଯେବେ କହିବାର ଅଛି, କେବଳ ସେତିକି ସେଇ ସମୟରେ ହିଁ କୁହନ୍ତୁ। ଉଚିତ ଭାଷଣ। ଘରର କଥା ଅଫିସରେ, ଅଫିସର କଥା ଘରେ, ଏସବୁ ନ କରନ୍ତୁ। ମିତ ଭାଷଣ, ସମସ୍ତଙ୍କୁ ନିଜ କଥା ବହୁତ ପ୍ରିୟ ଥାଏ, ଆଉ ଅନ୍ୟର କଥା ଅପ୍ରିୟ ଲାଗେ, କଟୁକର ଲାଗେ। ସମସ୍ତେ କଥା କହିବାକୁ ଚାହାନ୍ତି ନିଜ ଆଡୁ। ତ ଏ ଯୋଉ ମାଇକ୍ ଆମକୁ ମିଳିଛି, ସେଥିରେ ବେଶୀ କୁହନ୍ତୁନି। ଯେତିକି କହିବା ଦରକାର ସେତିକି କୁହନ୍ତୁ। ଯେତେବେଳେ କହିବା ଦରକାର କେବଳ ସେତେବେଳେ ହିଁ କୁହନ୍ତୁ। ନିରଭାଷଣ,
ସପ୍ତାହରେ ଗୋଟିଏ ଦିନ ମୌନ ରୁହନ୍ତୁ। ମେହେର ବାବା ପୁରା ଜୀବନ ମୌନରେ ଥିଲେ। ୟୁକ୍ତ ଯୋଜନା ଯେତେବେଳେ ଦରକାର, ଯେତେବେଳେ ଜରୁରୀ, ସେତେବେଳେ ଚିନ୍ତା କରନ୍ତୁ, ଯୋଜନା କରନ୍ତୁ। ଯେଉଁଠି ଯାହା ଉପରେ ଦରକାର ସେଠି ହିଁ ଭାବନ୍ତୁ। ଯେଉଁଠି ଶରୀର ଅଛି ସେଠି ମନ ବି ରହୁ। ଶରୀର ଆଉ ମନ ଏକ ହେଲେ ଯୋଗ ହୁଏ। ଯୋଗ ସୁଖର କାରଣ ହୁଏ, ବିୟୋଗ ଦୁଃଖର କାରଣ ହୁଏ। ମିତ ଯୋଜନା ଯେତିକି ଯୋଜନା କରିବା ଦରକାର, ଭାବିବା ଦରକାର, କେବଳ ସେତିକି ହିଁ ଭାବନ୍ତୁ। ବର୍ତ୍ତମାନ ବିଷୟରେ ହିଁ ଭାବନ୍ତୁ, ଅତୀତ ବିଷୟରେ ନୁହେଁ, ନା କି ଭବିଷ୍ୟତ ବିଷୟରେ। ନିରଯୋଜନା କିଛି କ୍ଷଣ ପାଇଁ ମନକୁ ଶୂନ୍ୟ କରନ୍ତୁ, ଧ୍ୟାନ କରନ୍ତୁ। ବେକାର କଥା କହି ଜୀବନକୁ ବ୍ୟର୍ଥରେ ଯିବାକୁ ଦିଅନ୍ତୁନି। ଆଧ୍ୟାତ୍ମିକ ଜ୍ଞାନ ବିନା ଜୀବନ ନିଦରେ ଚାଲିବା ପରି ହୋଇଥାଏ। ଜୀବନକୁ ପରିପୂର୍ଣ୍ଣତା ରୂପରେ ଯିବା ପାଇଁ ଆଧ୍ୟାତ୍ମିକ ଶାସ୍ତ୍ରର ଅଧ୍ୟୟନ କରନ୍ତୁ। ଜାଗୃତ ହୁଅନ୍ତୁ, ଜାଗୃତ। ଯଦି ଆପଣ ମାଂସାହାରୀ ତାହେଲେ ଶାକାହାରୀ ହୁଅନ୍ତୁ। ଯଦି ଆପଣ ଶାକାହାରୀ ତାହେଲେ ଧ୍ୟାନୀ ହୁଅନ୍ତୁ। ଯଦି ଧ୍ୟାନୀ ତାହେଲେ ସ୍ୱାଧ୍ୟାୟ କରନ୍ତୁ। ନିଜର ଧ୍ୟାନର ଊର୍ଜା ଦ୍ୱାରା ନିଜର ସମସ୍ୟା ଗୁଡ଼ିକର, ପ୍ରୋବ୍ଲେମ ଗୁଡ଼ିକର ସମାଧାନ ବାହାର କରନ୍ତୁ। ସମତ୍ୱମ୍ ଯୋଗ ଉଚ୍ୟତେ। ସମାନତା ହେଉଛି ଉଚ୍ଚତମ ଗୁଣ। ଆମଠାରୁ କେହି ବି ଛୋଟ କିମ୍ବା ବଡ଼ ନାହାନ୍ତି, ସମସ୍ତେ ସମାନ। ସମସ୍ତଙ୍କୁ ସମାନ ଦେଖିବା ହେଉଛି ଅସଲି ଜ୍ଞାନ। ଆତ୍ମଜ୍ଞାନ। କେହି ଆମର ଗୁରୁ ନୁହେଁ କିମ୍ବା ଆମେ କାହାର ଶିଷ୍ୟ ନୁହେଁ। PSSMରେ ଗୁରୁ ଶିଷ୍ୟ ପରମ୍ପରା ନାହିଁ। ଏଠି ତ କେବଳ ମିତ୍ରତ୍ୱ ଭାବ ଅଛି। ଆମେ ସମସ୍ତେ ମିତ୍ର, ସାଙ୍ଗ। ଆମକୁ ସମାନତାର ସହ ସାଙ୍ଗ ହୋଇ, ଏକାଠି ହୋଇ ବଞ୍ଚିବା ଆବଶ୍ୟକ। ସର୍ବେ ଜନା ସୁଖିନୋ ଭବନ୍ତୁ। ସୁଖ ଧର୍ମରୁ ଆସିଥାଏ, ଧର୍ମ ଧ୍ୟାନରୁ ଆସିଥାଏ। ଜୀବନ ଜୀଇବା ପାଇଁ ମୁଖ୍ୟ 5ଟି ସିଦ୍ଧାନ୍ତ। କେଉଁ ବି ପ୍ରାଣୀମାନଙ୍କର ହତ୍ୟା କରନ୍ତୁ ନାହିଁ, କାହାରି ପ୍ରତି ହିଂସା କରନ୍ତୁ ନାହିଁ। ଡୋଣ୍ଟ ଇଣ୍ଟରଫିୟର। ହସ୍ତକ୍ଷେପ କରନ୍ତୁ ନାହିଁ। ମଧ୍ୟ ମାର୍ଗକୁ ଆପଣାନ୍ତୁ, ଧ୍ୟାନ କରନ୍ତୁ। ନନ୍ କିଲିଂ।
non-violence, non-interference, middle path, and meditation. କେଉଁ ବି ପ୍ରାଣୀକୁ ମାରିବାର, ହିଂସା କରିବାର, ଜୀବନରେ ହସ୍ତକ୍ଷେପ କରିବାର ଆମର ଅଧିକାର ନାହିଁ। ପ୍ରାଣୀ, ପଶୁପକ୍ଷୀ, ମାନବ କାହାରି ଜୀବନରେ ମଧ୍ୟ ନୁହେଁ। ନିଜକୁ ଜାଣନ୍ତୁ। ନରରୁ ନାରାୟଣ ହୁଅନ୍ତୁ। ଜ୍ଞାନ, ଆତ୍ମଜ୍ଞାନ ଆମର କଣ କଣରେ ବସିଯାଉ। ଆତ୍ମଜ୍ଞାନୀ ହୁଅନ୍ତୁ। ସଜ୍ଜନ ସାଙ୍ଗତ୍ୟ କରନ୍ତୁ। ସମସ୍ତଙ୍କୁ ଶୁଣନ୍ତୁ, ସମସ୍ତଙ୍କୁ ପଢ଼ନ୍ତୁ, ପ୍ରତ୍ୟେକ କ୍ଷଣରେ ଜିଅନ୍ତୁ। ନିଶ୍ଚୟ ଦିନେ ନା ଦିନେ ଆପଣଙ୍କର ଜ୍ଞାନର ଉଦୟ ହେବ। ଧ୍ୟାନରୁ ପିରାମିଡାୟନ ହେଉଛି ପିରାମିଡ ମାଷ୍ଟର୍ସଙ୍କର କଥା। ଯିଏ ଧ୍ୟାନ ସାଧନା ଦ୍ୱାରା ନିଜର ତୃତୀୟ ନେତ୍ରକୁ ଚେତନା ଯୁକ୍ତ କରି ନିଜର ଜନ୍ମ ପରମ୍ପରାକୁ ଜାଣିପାରେ, କର୍ମ ସିଦ୍ଧାନ୍ତକୁ ଜାଣିପାରେ। ଏହିପରି ଜ୍ଞାନରେ ସ୍ଥିତ ଲୋକ ପିରାମିଡ ମାଷ୍ଟର୍ସ। ନୂତନ ଯୁଗର ମାଷ୍ଟର୍ସଙ୍କର କଥା। ଆଜି ଆମେ ପିରାମିଡାୟନ ବିଷୟରେ ବିସ୍ତାର ରୂପେ ଜାଣିବା। ଭାରତ ଦେଶରେ ବହୁ ଦିନରୁ ଏକ ଅଦ୍ଭୁତ ଆୟନ ରାମାୟଣ ସୁପ୍ରସିଦ୍ଧ ହୋଇଥିଲା। ପ୍ରତ୍ୟେକ ଭାରତୀୟଙ୍କର କଣ କଣରେ ରାମାୟଣ ବସି ଯାଇଥିଲା। ରାମାୟଣ ଅର୍ଥାତ୍ ଶ୍ରୀରାମଙ୍କ କଥା। ସୀତା, ଲକ୍ଷ୍ମଣ, ରାବଣ ଦ୍ୱିତୀୟ ଶ୍ରେଣୀର ପାତ୍ର। ମୌଳିକ ପାତ୍ର ତ ରାମ। ରାମାୟଣ ମାନେ ଶ୍ରୀରାମଙ୍କ କଥା। ଶ୍ରୀରାମଙ୍କ କଥା କଣ? ଯିଏ ପିତୃ ବାକ୍ୟକୁ ପାଳନ କରିଥିଲେ। ଏହା ତ ସମସ୍ତଙ୍କୁ ଜଣା। ପିତା କେଉଁ ପ୍ରକାରର ବି ହୁଅନ୍ତୁ, ଅଧର୍ମୀ ହୁଅନ୍ତୁ, କିନ୍ତୁ ରାମ ତାଙ୍କର ବଚନବଦ୍ଧ ଥିଲେ। ସେ ପିତାଙ୍କ ବଚନକୁ କେବେ ହେଲେ ଏଡ଼ଉ ନଥିଲେ। ପିତା ସ୍ୱଳ୍ପ ଥିଲେ କିନ୍ତୁ ରାମ ତ ମହାନ ଥିଲେ। ପିତା ତ କେବଳ ଶରୀର ଦେଇଥିଲେ, ସେଥିପାଇଁ ସେ ଶରୀରକୁ ମହତ୍ତ୍ୱ ଦେଇଥିଲେ। ପିତାଙ୍କ ପାଇଁ ସମର୍ପିତ ଥିଲେ। ଭୌତିକ ଶରୀରରେ ଏପରି ସେ ଆଚରଣ ଅଜ୍ଞାନ ଆଉ ଅଶୁଦ୍ଧ ଆତ୍ମାମାନଙ୍କ ପାଇଁ ଜଣେ ମହାନ ଆଦର୍ଶ ହୋଇଥିଲେ। ସେଥିପାଇଁ ତ ହଜାର ହଜାର ବର୍ଷରୁ ଏ ଭାରତ ଦେଶରେ, ସଂସାରରେ ରାମାୟଣ ଏକ ଆଦର୍ଶ ରୂପରେ ଏବେ ମଧ୍ୟ ରହିଛି। ଏବେ ସମୟରେ ପରିବର୍ତ୍ତନ ହୋଇଛି। ଏକ ନୂଆ ଆୟନର
ରେ ଆମେ ପ୍ରବେଶ କରିଛେ। ଏହା ହେଉଛି କାନ୍ତି ଯୁଗ, ନୂଆ ଯୁଗ, ବିଶୁଦ୍ଧ ଯୁଗ ନୁହେଁ, ସହସ୍ରାର ଯୁଗ, ସାତ ପାହାଡ଼ର ଯୁଗ, ସାଇଙ୍କର ଯୁଗ। ଆଜ୍ଞା ଚକ୍ର ହେଉଛି ଧ୍ୟାନର ଚକ୍ର। ତୃତୀୟ ନେତ୍ର ସୁଦର୍ଶନ ଚକ୍ର। ତୃତୀୟ ନେତ୍ର ଦ୍ୱାରା ଆମେ ସାତ ପାହାଡ଼ର ଅଧିପତି ହେବା। ଏ ନୂତନ ଯୁଗରେ ଚାଲୁଥିବା କଥାର ନାମ ହେଉଛି ପିରାମିଡ ଆୟନ। ପିରାମିଡ ଆୟନ, ଏହାର ତାତ୍ପର୍ୟ ହେଉଛି ପିରାମିଡ ମାଷ୍ଟର୍ସଙ୍କର କଥା। କେଉଁ ବି ରାଜ୍ୟରେ ହୁଅନ୍ତୁ, କେଉଁଠି ବି ଥାଆନ୍ତୁ, କେଉଁ ଲୋକରେ ମଧ୍ୟ ଥାଆନ୍ତୁ, ପିରାମିଡ ମାଷ୍ଟର୍ସଙ୍କର ବିଶିଷ୍ଟ କଥା ଏହା। ସତ୍ୟ ବାକ୍ ପରିସାଧନା। ଏଠି ପିତୃବାକ୍ୟ ପାଳନ ନୁହେଁ, ସତ୍ୟ ବାକ୍ ସାଧନା ହେବ। କାରଣ ଏଠି ପିତା ଯଦି ଭଲ ସ୍ୱଭାବର ନୁହନ୍ତି, ତାହେଲେ କେହି ପିତାଙ୍କ କଥାକୁ ଗୁରୁତ୍ୱ ଦେବେ ନାହିଁ। ମାତାଙ୍କ କଥା ବି ମାନିବେନି। ଯଦି ମାତା ଓ ପିତା ଆଦର୍ଶ ପ୍ରିୟ, କାର୍ଯ୍ୟକୁଶଳ, ତାହେଲେ ତାଙ୍କ କଥା ନିଶ୍ଚୟ ଶୁଣିବେ। ପତି ଯଦି କାର୍ଯ୍ୟକୁଶଳ, ଯଦି ଯୋଗ୍ୟ, ତାହେଲେ ତାଙ୍କ କଥା ଶୁଣିବେ। ପତ୍ନୀ ଯଦି ସୁଶୀଳା, କାର୍ଯ୍ୟକୁଶଳ, ବୁଦ୍ଧିଶାଳୀ, ତାହେଲେ ତାଙ୍କର କଥା ଶୁଣିବେ। ତ୍ୟାଗରାଜ ସ୍ୱାମୀ ମହାନ ସଙ୍ଗୀତଜ୍ଞ ଥିଲେ, ମହାନ ରାମ ଭକ୍ତ ଥିଲେ। ସେ ଗୋଟେ ଗୀତ ଗାଇଥିଲେ କି ଜ୍ଞାନ କେହି ଦିଅନ୍ତିନି, ନିଜକୁ ସ୍ୱୟଂକୁ ସେପରି ଯୋଗ୍ୟ ପ୍ରାପ୍ତ କରାଇବା ଆବଶ୍ୟକ। ପିରାମିଡ ମାଷ୍ଟର୍ସ ସତ୍ୟ ବାଣୀ, ସତ୍ୟ ବାଣୀର ପରିସାଧକ ପ୍ରହ୍ଲାଦ ଜଣେ ସତ୍ୟବାଣୀର ପରିସାଧକ ଥିଲେ। ପିତା ହିରଣ୍ୟକଶ୍ୟପଙ୍କର ହିରଣ୍ୟକଶ୍ୟପାୟ ନମଃ ଏପରି କହି ସେ ତ ଭୂ ଧରାକୁ କମ୍ପେଇଥିଲେ, କିନ୍ତୁ ସେପରି ସେ କରିନଥିଲେ, ତାକୁ ସ୍ୱୀକାର କରିନଥିଲେ ସେ, କାରଣ ଏହା ସତ୍ୟ ନଥିଲା। ନା ଏହାକୁ ଦେଖିବା ବାଲା ସତ୍ୟକୁ ଜାଣିଛି। ସତ୍ୟ ତ ଅଲଗା। ସେ ପିତାଙ୍କର ସାମ୍ନା କରିଥିଲେ ବିନମ୍ରତାର ସହ, ଧୃତର ସହ ନୁହେଁ। ସେ ପିତାଙ୍କ ଦ୍ୱାରା ବଧ ହେବା ପାଇଁ ମଧ୍ୟ ତତ୍ପର ଥିଲେ। ସେଥିପାଇଁ ଆପଣ ଧ୍ୟାନ ସାଧନା ଜାରି ରଖନ୍ତୁ। ଆନାପାନାସତି ଧ୍ୟାନ, ଆନ ଶ୍ୱାସ ପ୍ରଶ୍ୱାସ, ଅପାନ ନିଶ୍ୱାସ, ତା ସହ ଏକ ହୋଇ ରହିବା। ଆମେ ନିଶ୍ଚୟ ବୁଦ୍ଧ ହେବା। ବୁଦ୍ଧ ମାନେ ବୁଦ୍ଧିମାନ। ତାହେଲେ ଯାଇ ଆମର ପ୍ରତ୍ୟେକ ବାକ୍ୟ ବୁଦ୍ଧିମାନ ର ବାକ୍ୟ ହେବ, ସତ୍ୟ ବାଣୀ ହେବ, ନହେଲେ ବୁଦ୍ଧିହୀନ ବାଣୀ, ଅଶୁଭ ବାଣୀ।
ଅସତ୍ ବାକ୍ୟ। ସତ୍ୟ ବାକ୍ୟ କେବେ ନୁହେଁ। ପିରାମିଡ ମାଷ୍ଟର୍ସ ମାନେ ସତ୍ୟର ଶରଣକୁ ଯାଆନ୍ତି। ସେଥିପାଇଁ ସତ୍ୟମ୍ ଶରଣମ୍ ଗଚ୍ଛାମି। Seek the truth and truth shall liberate you। ଯୀଶୁଙ୍କର ବାଣୀ। ସତ୍ୟକୁ ଜାଣନ୍ତୁ, ସତ୍ୟର ଇଚ୍ଛା କରନ୍ତୁ, ଆପଣ ମୁକ୍ତିକୁ ପ୍ରାପ୍ତ ହେବେ। ଆପଣଙ୍କୁ ମୁକ୍ତି ମିଳିବ। ସ୍ୱ ଅନୁଭବରୁ ସତ୍ୟ ବିଷୟରେ ଜାଣନ୍ତୁ। ସବୁବେଳେ ସତ୍ୟ କହିବା ପାଇଁ ଇଚ୍ଛା ରଖନ୍ତୁ। କୁହନ୍ତୁ। ସତ୍ୟ ବାକ୍ୟର ରୂପରେଖାକୁ ଜାଣନ୍ତୁ। ତାକୁ ଜିଅନ୍ତୁ। ତା ଦ୍ୱାରା ଜୀବନ ନିର୍ବାହ କରନ୍ତୁ। ତାହା ହେଉଛି ସତ୍ୟମ୍ ଶରଣମ୍ ଗଚ୍ଛାମି। ପ୍ରତିଦିନ କିଛି ଘଣ୍ଟା ସତ୍ୟ କଥା କୁହନ୍ତୁ। ଏହା ହେଉଛି ଅଭ୍ୟାସ, ସତ୍ୟ ବାକ୍ୟର ଅଭ୍ୟାସ। ତାହେଲେ ଯାଇ ଆମେ ଯାହା ଲକ୍ଷ୍ୟ ରଖିବା ତାହା ଆମକୁ ପ୍ରାପ୍ତ ହେବ। ସେଥିପାଇଁ ସତ୍ୟମ୍ ଶରଣମ୍ ଗଚ୍ଛାମି। ସତ୍ୟ ବାଣୀର ପରିସାଧନା। ଭୂମଣ୍ଡଳରେ ମୂର୍ଖତା, ଅହଙ୍କାର, ଅଜ୍ଞାନତାକୁ ପ୍ରକ୍ଷାଳନ କରିବା ପାଇଁ ପିରାମିଡ ମାଷ୍ଟର୍ସ ମାନେ ଏଠି ଜନ୍ମଗ୍ରହଣ କରିଛନ୍ତି। ତାର ଉତ୍ତର ଦାୟିତ୍ୱ ନେଇଛନ୍ତି। ସେମାନେ ମୁହଁରେ ବାଣୀ ଦ୍ୱାରା କାହାର ହୃଦୟରେ କଷ୍ଟ ଦିଅନ୍ତିନି। କାହାକୁ କଟୁ ଶବ୍ଦ କୁହନ୍ତିନି। କାରଣ ସେମାନେ ଜାଣିଛନ୍ତି ଶବ୍ଦ ହେଉଛି ବାଣ। ଗୋଟେ ଥର ଯଦି ମୁହଁରୁ ବାହାରିଯାଏ ତାହେଲେ କେବେ ହେଲେ ଫେରି ଆସିନି। ସେମାନେ ଏହି ମହାନ ଶସ୍ତ୍ରକୁ ଧାରଣ କରନ୍ତିନି। ଶ୍ରୀକୃଷ୍ଣ ମଧ୍ୟ ଶସ୍ତ୍ରକୁ ଧାରଣ କରିନଥିଲେ। ମହାଭାରତ ଯୁଦ୍ଧରେ ତାଙ୍କର ମୁହଁରୁ ବାହାରିଥିବା ଶବ୍ଦ ଗୀତା ହୋଇଥିଲା। ଗୀତାକୁ ଯିଏ ଉଲ୍ଲଂଘନ କରିଥାଏ ତାର ଅଧୋଗତି ହୋଇଥାଏ। ଆଉ ଯିଏ ତାକୁ ପାଳନ କରିଥାଏ ତାର ଊର୍ଧ୍ୱଗତି ହୋଇଥାଏ। ଏଥିପାଇଁ ପିରାମିଡ ମାଷ୍ଟର୍ସଙ୍କର ଅସ୍ତ୍ର ଆଉ ଶସ୍ତ୍ର ତାଙ୍କର ବାଣୀ ହୋଇଥାଏ। ଅଶୁଭ ବାଣୀ, ଶୁଭ ବାଣୀ, ସତ୍ୟ ବାଣୀ, ତିନି ପ୍ରକାରର ବାଣୀ ହୋଇଥାଏ। ବାଣୀ ହେଉଛି ଯାହା ମୁହଁରୁ ଆସିଥାଏ। ସହସ୍ରାର ସ୍ଥିତିରେ ସ୍ଥିତ ମହାନ ବ୍ୟକ୍ତିଙ୍କର ଶବ୍ଦ। ମୂଳାଧାର, ସ୍ୱାଧିଷ୍ଠାନ, ମଣିପୂରକ
ଏଇ ତିନି ସ୍ଥିତିରେ ରହିବା ବାଲା ଅଶୁଭ ବାଣୀ କହିଥାନ୍ତି। ଅନାହତ ବିଶୁଦ୍ଧି ସ୍ଥିତିରେ ରହିବା ବାଲା ଶୁଭ ବାଣୀ କହିଥାନ୍ତି। ଆଜ୍ଞା ଆଉ ସହସ୍ରାର ସ୍ଥିତିରେ ରହିବା ବାଲା ମୁହଁରୁ ଅଶୁଭ ଆଉ ଶୁଭ ବାଣୀ ଆସିନଥାଏ, ସବୁବେଳେ ସତ୍ୟ ବାକ୍ୟ ଆସିଥାଏ। ସତ୍ୟ ବାଣୀ। ରମଣ ମହର୍ଷି ସତ୍ୟ ବାକ୍ୟରୁ ପ୍ରାରମ୍ଭ କରିଥିଲେ, କିନ୍ତୁ ସମାପ୍ତି ନଥିଲା। ଶ୍ରୀକୃଷ୍ଣ ମଧ୍ୟ ସତ୍ୟ ବାକ୍ୟରେ ହିଁ ସମାପ୍ତି କରିଥିଲେ। ରମଣ ମହର୍ଷି ଏ ଜିନିଷ କହୁଥିଲେ କି ନିଜକୁ ନିଜେ ଜାଣ, କିନ୍ତୁ କେଉଁ ପ୍ରକାରରେ ଜାଣିବ ସେ ବତେଇ ନଥିଲେ। ବିଚାର କରିବାକୁ କହିଥିଲେ। ବିଚାର କରିଲେ କିଛି ଆସିନଥାଏ, ଭାବିଲେ କିଛି ବି ଆସେନି। ବିଚାରକୁ ହଟେଇ ଦେଲେ ହିଁ ସବୁ କିଛି ପ୍ରାପ୍ତ ହୋଇଯାଏ। ସେଥିପାଇଁ ରମଣ ମହର୍ଷି ଆଜ୍ଞା ଚକ୍ରର ପ୍ରତୀକ, କାରଣ ସେ ଠିକରେ ବତେଇ ପାରିନଥିଲେ। ରମଣ ମହର୍ଷିଙ୍କର କେହି ଜଣେ ମଧ୍ୟ ଶିଷ୍ୟ ନଥିଲେ, କାରଣ ତାଙ୍କର ଠିକ ବୋଧ ନଥିଲା, ଆତ୍ମବୋଧ ନଥିଲା। ଠିକ ସାଧନା ସେ କରିଥିଲେ, କିନ୍ତୁ ବୋଧ ନଥିଲା। ସେଥିପାଇଁ ସାଧନା ଧ୍ୟାନ ଆଜ୍ଞା ଚକ୍ରର ପ୍ରତୀକ, କିନ୍ତୁ ଠିକ ବୋଧ ହେଉଛି ସହସ୍ରାରର ପ୍ରତୀକ। ବଶିଷ୍ଠ ବ୍ରହ୍ମର୍ଷି ହୋଇଥିଲେ। ସତ୍ୟ ବାକ୍ୟ ତିନି ପ୍ରକାରର ହୋଇଥାଏ। ପ୍ରଥମେ ଆତ୍ମତତ୍ତ୍ୱ ବିଷୟରେ, ଦ୍ୱିତୀୟ ଆଧ୍ୟାତ୍ମିକତା ବିଷୟରେ, ତୃତୀୟ ଆଧ୍ୟାତ୍ମିକ ବିଜ୍ଞାନ ବିଷୟରେ। ୟଦ୍ ଭାବମ୍ ତଦ୍ ଭବତି, ଆପୋ ଦୀପୋ ଭବ। ଏସବୁ ହେଉଛି ସତ୍ୟ ବାକ୍ୟ, ସତ୍ୟ ବାଣୀ, ସତ୍ୟ ବଚନ। ଯାହା ଆତ୍ମା ଅନୁଭୂତିରୁ ଆସିନଥାଏ ତାହା ସତ୍ୟ ବାକ୍ୟ ନୁହେଁ। ତାହା ଶୁଭ ବାକ୍ୟ ହୋଇପାରେ, କିନ୍ତୁ ସତ୍ୟ ବାକ୍ୟ ନୁହେଁ। କାରଣ ସେଥିରେ ପ୍ରତିଭା ନଥାଏ, ବଳ ନଥାଏ, ଆତ୍ମ ଅନୁଭବ ନଥାଏ। ଆତ୍ମ ଅନୁଭବରୁ ଆସିଥିବା ପ୍ରତ୍ୟେକ ଶବ୍ଦ ସତ୍ୟ ବାକ୍ୟ ହିଁ ହୋଇଥାଏ। ଆତ୍ମ ପଦାର୍ଥର ବୋଧ। ସମସ୍ତଙ୍କ ସହ କଥା କହି ମିଶି ଠିକ ବୋଧର ସହ ଯୋଉ ବାଣୀ, ତାହା ହେଉଛି ସତ୍ୟ ବାଣୀ। ସେଥିରେ ସ୍ତ୍ରୀ ପୁରୁଷ ମାତା ପିତା ବାଳକ ଗୁରୁ ଶିଷ୍ୟ ଏସବୁ କଥା ନୁହେଁ, ଏସବୁ ସତ୍ୟ ନୁହେଁ। ଶୁଭାଶୁଭ ପରିତ୍ୟାଗୀ ଶ୍ରୀକୃଷ୍ଣ କହିଥିଲେ। ଶୁଭ କହିନଥିଲେ, ଅଶୁଭ ମଧ୍ୟ କହିନଥିଲେ। ଶୁଭ ଆଉ ଅଶୁଭ ଦିଟାକୁ ତ୍ୟାଗ କରିବାକୁ ସେ କହିଥିଲେ। ଅଶୁଭ ଲୁହାର ବନ୍ଧନ ହେଲେ, ଶୁଭ ହେଉଛି ସୁନାର ବନ୍ଧନ, କିନ୍ତୁ ଦିଟାକ ବନ୍ଧନ ହିଁ ଦଉଡ଼ି ଯାହା ବାନ୍ଧିଥାଏ।
ଯିଏ ଅନ୍ୟର ଭଲ କରିବ ଭାବିଥାଏ, ଭଲ କଥା କହିଥାଏ, ସେ ଅସତ୍ୟରେ ବଞ୍ଚିଥାଏ। କାରଣ କେହି କାହାର ଭଲ କରିପାରନ୍ତି ନାହିଁ। କେଉଁ ପ୍ରକାରେ ମଧ୍ୟ କେହି କାହାର ଭଲ କରିପାରନ୍ତିନି। କେଉଁ ପ୍ରକାରେ ମଧ୍ୟ କେହି କାହାର ଖରାପ କରିପାରନ୍ତିନି। ଏ ଦୁଇଟି ଅସମ୍ଭବ। ଗୋଟେ କ୍ଲାସରେ ଜଣେ ଶିକ୍ଷକ ଭଲରେ ପଢଉଛନ୍ତି ଆଉ ବିଦ୍ୟାର୍ଥୀ ଧ୍ୟାନର ସହିତ ଶୁଣୁଛନ୍ତି, ତାହେଲେ ସେ ଭଲ ଭାବରେ ଶିଖିପାରିବେ। ଯିଏ ଶୁଣନ୍ତିନି ସେ ଶିଖିପାରିବେନି। ସେ ଶିକ୍ଷକ କେତେ ବି ମହାନ ହୋଇଥାନ୍ତୁ, ଶିକ୍ଷକ କାରଣରୁ କେହି ଶିଖନ୍ତିନି। ନିଜ ନିଜ ଶ୍ରଦ୍ଧା, ନିଜର ଲକ୍ଷ୍ୟ, ନିଜର ଶ୍ରମ ଦ୍ୱାରା ସମସ୍ତେ ଶିଖନ୍ତି। ଯିଏ ଖାମଖିଆଲି ଭାବ ରଖେ, ଠିକରେ ଶୁଣେନି, ତାର ଅଧୋଗତି ହୁଏ। ସେ କେବେ ହେଲେ ବଢିପାରେନି। କାରଣ ଆମେ ନିଜେ ନିଜର ବନ୍ଧୁ, ନିଜେ ନିଜର ଶତ୍ରୁ। ଉଦ୍ଧରେ ଆତ୍ମାନମ୍ ଭବସାଦୟ। ଶ୍ରୀକୃଷ୍ଣଙ୍କର ଏ ବାଣୀ, ଶ୍ରୀକୃଷ୍ଣଙ୍କର ସତ୍ୟ ବାଣୀ ସମସ୍ତ ପିରାମିଡ ମାଷ୍ଟର୍ସ ମାନଙ୍କର ଆଦର୍ଶ। ସେଥିପାଇଁ ପିରାମିଡ ମାଷ୍ଟର୍ସ ମାନେ ସତ୍ୟ ବାକ୍ୟ କେବଳ କୁହନ୍ତି। ମୁଁ ତୁମର ଗୁରୁ, ମୁଁ ତୁମର ଭଲ କରିଦେବି, ମୁଁ ତୁମକୁ ଆଶୀର୍ବାଦ ଦେବି। ଏସବୁ ପିରାମିଡ ମାଷ୍ଟର୍ସ ମାନଙ୍କର ମୁହଁରୁ ଆସିନଥାଏ। ଯିଏ ଆଶୀର୍ବାଦ ଦେଇଥାଏ ସେ ସତ୍ୟ ବାକ୍ୟ କହିନଥାଏ। କାରଣ ଆପଣଙ୍କର ନିଜର କର୍ମ ହିଁ ଆପଣଙ୍କର ଆଶୀର୍ବାଦ। ଆପଣଙ୍କର ନିଜର ବିଚାର ହିଁ ଆପଣଙ୍କର ଆଶୀର୍ବାଦ। ଆପଣଙ୍କର ଅନୁସନ୍ଧାନ, ଆପଣଙ୍କର ପରିସାଧନା ହେଉଛି ଆପଣଙ୍କର ଆଶୀର୍ବାଦ। ଏଠି ସତ୍ୟ ବାକ୍ୟର ପରିସାଧନା ହୁଏ। ଶ୍ରୀକୃଷ୍ଣଙ୍କ ମୁଖରେ ସବୁବେଳେ ସତ୍ୟ ବାକ୍ୟ ପ୍ରବାହିତ ହୋଇଥାଏ। ଶଙ୍କର ଭଗବାନ ପ୍ରହ୍ଲାଦ ସତ୍ୟ ବାକ୍ୟର ପରିସାଧକ ଥିଲେ। ନାରାୟଣ ଆତ୍ମା, ନର ଅର୍ଥାତ୍ ମାନବ। ତାଙ୍କ ମୁହଁରୁ ଗୋଟିଏ ଶବ୍ଦ ଆସୁଥିଲା, ନାରାୟଣ। ମାନବ ଶରୀର ହେଉଛି ଆତ୍ମା, ଜ୍ଞାନ। ଆତ୍ମ ତତ୍ଵକୁ ବୋଧ କରେଇଥାନ୍ତି ପ୍ରହ୍ଲାଦ। ସେଥିପାଇଁ ପିରାମିଡ ମାଷ୍ଟର୍ସଙ୍କର ସମସ୍ତ ପ୍ରଶ୍ନର ଗୋଟିଏ ଉତ୍ତର ଥାଏ, ଧ୍ୟାନ କର, ଆନାପାନାସତି ଧ୍ୟାନ। ଯାହା ବି କିଛି ହଉ, ଘରର ସମସ୍ୟା ହଉ, ରୋଗ ହେଉ, ଆର୍ଥିକ ସ୍ଥିତି ଠିକ ନଥାଉ, ଯେଉଁ ବି ସମସ୍ୟା, ଗୋଟିଏ ମାତ୍ର ଔଷଧ, ଗୋଟିଏ ମାତ୍ର ବାଣୀ, ଆନାପାନାସତି ଧ୍ୟାନ କରନ୍ତୁ। ନିଜେ ହିଁ ନିଜକୁ ଆଶୀର୍ବାଦ ଦିଅନ୍ତୁ, ନିଜେ ହିଁ ନିଜର ଉଦ୍ଧାର କରନ୍ତୁ। ଆପୋ ଦୀପୋ ଭବ, ଆପୋ ଦୀପୋ ଭବ। ନିଜ ସୃଷ୍ଟିର ନିଜେ ହେଉଛି ସୃଜନକର୍ତ୍ତା। ବିନୟ ପୂର୍ବକ, ପ୍ରେମ ପୂର୍ବକ
ଏଇ କଥା କୁହନ୍ତି ସତ୍ୟ ବାକ୍ୟ। ସବିନୟ, ବିନୟର ସହିତ ସେମାନେ କଥା କୁହନ୍ତି। ରମଣ ମହର୍ଷିଙ୍କ ପାଖକୁ ଯିଏ ଯାଉଥିଲେ, ସେ କହୁଥିଲେ ତୁମେ କିଏ? ତୁମକୁ ଜଣା ନାହିଁ? ତାହେଲେ ତୁମର ସମସ୍ୟା କିପରି ସମାପ୍ତ ହେବ? ତାଙ୍କର ଜୀବନ, ସାରା ଜୀବନ ମୁହଁରୁ ଏଇ ବାଣୀ ଆସିଥିଲା। ଏହା ହେଉଛି ସତ୍ୟ ବାକ୍ୟ। ସମ୍ପୂର୍ଣ୍ଣ ଜୀବନ କାଳରେ ସେ ମୌନ ଥିଲେ। କେତେବେଳେ ମୁହଁ ଖୋଲିଥାନ୍ତି, ତାହେଲେ ନିଜକୁ ନିଜେ ଜାଣନ୍ତୁ। ଏଇ କଥା ସେ କହୁଥିଲେ, ଏତିକି ହିଁ କହୁଥିଲେ। ଏହା ହେଉଛି ଏକ ମହର୍ଷିର ଲକ୍ଷଣ, ବ୍ରହ୍ମର୍ଷିର ଲକ୍ଷଣ। ସେଥିପାଇଁ ପିରାମିଡ ମାଷ୍ଟର୍ସ ସତ୍ୟ ବାକ୍ୟର ପ୍ରତୀକ। ଭୌତିକ ସ୍ଥିତିରେ ଯିଏ ମାତା, ସେ ମାତା ନୁହେଁ। ଭୌତିକ ସ୍ଥିତିରେ ଯିଏ ପିତା, ସେ ପିତା ନୁହେଁ। ସେଥିପାଇଁ ଶଙ୍କରାଚାର୍ଯ୍ୟ এই ଶ୍ଲୋକରେ କହିଥିଲେ, କସ୍ତ୍ୱଂ କୋହମ୍ କୁତୟତ କାମେ ଜନନୀ କାମେ ତାତ। ମୁଁ କିଏ? ତୁମେ କିଏ? କିଏ ମୋର ମା? କିଏ ମୋର ପିତା? ଏସବୁ ପ୍ରଶ୍ନ ସେ କରିଥିଲେ। ଯାହା ଅଛି ସବୁ କିଛି ସ୍ୱପ୍ନ। ଏ ସଂସାର ହେଉଛି ମିଥ୍ୟା। କିଏ ମୋର ଭାଇ? ଯୀଶୁ ମଧ୍ୟ ସତ୍ୟ ବାକ୍ୟର ପରିସାଧକ ଥିଲେ। ଥରେ ଯୀଶୁ ଯାଉଥିଲେ, ତାଙ୍କ ପଛରେ ଲୋକ ତାଙ୍କର ପୋଷାକକୁ ଛୁଉଁଥିଲେ। ତାଙ୍କ ବିଶ୍ୱାସ ଥିଲା ଯେ ଯୀଶୁଙ୍କର ପୋଷାକ ଛୁଇଁବା ଦ୍ୱାରା ତାଙ୍କର ରୋଗ ମୁକ୍ତ ହେଇଯିବ। ସେ ପଛକୁ ବୁଲି କହିଲେ, ମୋର ପୋଷାକକୁ କିଏ ଛୁଉଁଛି? ଯୀଶୁ କହିଥିଲେ, ଆପଣଙ୍କର ବିଶ୍ୱାସ ଆପଣଙ୍କୁ ସୁସ୍ଥ ବନଉଛି। ସେ କେବେ କହିନଥିଲେ କି ମୁଁ ତୁମକୁ ସୁସ୍ଥ କରିଦଉଛି। କାରଣ ତାଙ୍କୁ ଭଲ ଭାବରେ ଜଣାଥିଲା କାହା ପାଇଁ କିଛି କରିବା ଅସମ୍ଭବ। ବିଶ୍ୱାସ ଦ୍ୱାରା ପର୍ବତ ମଧ୍ୟ ହଲିଯାଏ। ଏହା ହେଉଛି ସତ୍ୟ ବାକ୍ୟ। ଜ୍ଞାନ ନାହିଁ ତାହେଲେ ବିଶ୍ୱାସ ପ୍ରଧାନ ହୋଇଥାଏ। ଜ୍ଞାନ ହେବା ଦ୍ୱାରା ବିଶ୍ୱାସ ରହିନଥାଏ, ଜ୍ଞାନ ହୋଇଥାଏ। ଯେଉଁମାନେ କେବଳ ବିଶ୍ୱାସରେ ଯାଆନ୍ତି, ସେମାନେ ଆଜ୍ଞା ଚକ୍ରରେ ସ୍ଥିତ ରୁହନ୍ତି। ଜ୍ଞାନ ଦ୍ୱାରା ଯିଏ ଚାଲିଥାନ୍ତି, ସେ ସହସ୍ରାର ଚକ୍ରରେ ସ୍ଥିତ ହୋଇଥାନ୍ତି। ବିଶ୍ୱାସ ଦ୍ୱାରା ଏକାଗ୍ରତା ଦୃଢ଼ ହୁଏ। ସୂତା ଏତିକି ବି ଯଦି ବିଶ୍ୱାସ ରହିଥାଏ, ତାହେଲେ ତାହା ବିଶ୍ୱକୁ ହଲେଇ ଦେଇଥାଏ। ଏପରି ଅଦ୍ଭୁତ ସତ୍ୟ ବାକ୍ୟ। ଦ୍ୱନ୍ଦ୍ୱ ଭାବ ନୁହେଁ। ଦ୍ୱନ୍ଦ୍ୱ ଦ୍ୱାରା, ସନ୍ଦେହ ଦ୍ୱାରା କିଛି ପ୍ରାପ୍ତ ହୋଇନଥାଏ। ଏହିପରି ଯୀଶୁଙ୍କର ଜୀବନୀ ଥିଲା। ଯଦି ତୁମର ବିଶ୍ୱାସ ଅଛି, ତମେ ନିଶ୍ଚୟ ଠିକ ହେଇଯିବ।
କାରଣ ଭଗବାନଙ୍କ ସାମ୍ରାଜ୍ୟରେ କେଉଁଠି ଅନ୍ଧାର ନଥାଏ, କେଉଁଠି ଡେରି ନଥାଏ। ଆମର ବିଚାରରେ ଡେରି ହୁଏ, କିନ୍ତୁ ଭଗବାନଙ୍କ ସୃଷ୍ଟିରେ କେବେ ଡେରି ହୋଇନଥାଏ। ଆମର ବିଶ୍ୱାସ ଯେତେବେଳେ ଦୃଢ ରହିଥାଏ, ସେଇ କ୍ଷଣରେ ଆମର ଇଚ୍ଛା ପୂର୍ତ୍ତି ହୋଇଯାଏ, ଇଚ୍ଛା ପୂର୍ଣ୍ଣ ହୋଇଯାଏ। ସଂସାରରେ ରହି ସହସ୍ରାରରେ ସ୍ଥିତ ହୋଇଥାନ୍ତି। 6 ଚକ୍ରକୁ ପାର କରି ଚକ୍ରରୁ ଅତୀତ ସ୍ଥିତିରେ ସ୍ଥିତ ସହସ୍ର ଦଳ କମଳରେ ସ୍ଥିତ ହୋଇଥାନ୍ତି। ସହସ୍ର ଫଣାବାଲା ସାପ ସେଠି ବିରାଜିତ ହୋଇଥାଏ, କୁଣ୍ଡଳିନୀ ସର୍ପ। ପିଲା ଛୁଆ ଜନ୍ମ କରିବା ତ ପଶୁମାନେ ମଧ୍ୟ କରିପାରନ୍ତି, ଏହା କୋଉ ବଡ଼ ଜିନିଷ? ଏହା ତ ପ୍ରକୃତିର, ଏହା ମହାନ କାର୍ଯ୍ୟ ନୁହେଁ। ପତ୍ରିଜୀ ନିଜେ କହିଥିଲେ, ଯଦି ପିଲା ଜନ୍ମ ହେଇଗଲା ତାହେଲେ ଶୁଭ କାମନା କଣ? କିନ୍ତୁ ସେ ସତ୍ୟ ବାକ୍ୟ କହିଥିଲେ। ସେ ଯେତେବେଳେ ଲୋକମାନେ ପଚାରନ୍ତି ଯେ ତୁମର ସ୍ଥାନ କୋଉଠି, ତ ସେ କହୁଥିଲେ ମୋର ସ୍ଥାନ ବୈକୁଣ୍ଠପୁରରେ। ଯେଉଁଠି କୁଣ୍ଠା ନଥାଏ ତାହା ହେଉଛି ବୈକୁଣ୍ଠ। ଯେଉଁଠାରେ ଏକାଗ୍ରତା ଥାଏ ତାହା ହେଉଛି ବୈକୁଣ୍ଠ। ଆମେ ଏହାର ମାଲିକ ନୁହେଁ, ଏ ଭୂଲୋକର। ଏଠି ତ କିଛି ଦିନର ଅତିଥି, କିନ୍ତୁ ଆମେ ବୈକୁଣ୍ଠ ଲୋକର ବାସୀ। ଆମେ ସେଠୁ ଆସିଛେ। ଆମେ ସତ୍ୟ ଲୋକର ବାସୀ, ସେଠୁ ଆମେ ତଳକୁ ଆସିଛେ। ଶାଶ୍ୱତ ଚିରନ୍ତନ ଆମେ ସତ୍ୟକୁ ଜାଣିବା ବାଲା, ସତ୍ୟ ଜ୍ଞାନକୁ ପ୍ରାପ୍ତ କରିବା ବାଲା ଆମେ ହଉଛେ ଆତ୍ମଜ୍ଞାନୀ। ଆମେ ଶାଶ୍ୱତ ମାନବ ପରି ରହିଥାଉ, ଏଠି ଯାତ୍ରା କରିଥାଉ, ଏଠି ଭୌତିକ ରୂପ ଧାରଣ କରିଥାଉ, ମାନବ ପରି ଘୂରିଥାଉ, ବୁଲିଥାଉ, କିନ୍ତୁ ଆମେ ସତ୍ୟ ଲୋକବାସୀ। ସତ୍ୟ ଲୋକରେ ଛୋଟ ଛୋଟ ଅନନ୍ତ ଲୋକ ରହିଛି। ବୈକୁଣ୍ଠ, କୈଳାସ ଲୋକ, ଏପରି ବହୁତ ସାରା ଲୋକ ରହିଛି। ପିରାମିଡ ମାଷ୍ଟର୍ସ ମାନଙ୍କ ମୁହଁରୁ ସବୁବେଳେ ସତ୍ୟ ବାଣୀ ଆସିଥାଏ। ସେଥିପାଇଁ ସବୁବେଳେ ସାବଧାନ ରୁହନ୍ତୁ ଯାହା ମୁହଁରୁ ବାଣୀ ବାହାର କରୁଛନ୍ତି। ଯାହା ବି ମୁହଁରୁ ବାହାରୁ ତାହା ସତ୍ୟ ବାକ୍ୟ ହିଁ ହୋଇଥାଉ। ମୋତି ପରି, ହୀରା ପରି ସତ୍ୟ ବାଣୀର ପ୍ରବାହ ହେଉ। ଅନାବଶ୍ୟକ ପ୍ରଶଂସା କରିବା କି କାହାର ନିନ୍ଦା କରିବା ଏସବୁ ନୁହେଁ। ତୁମର ଯାହା ଦରକାର ତାହା ତୁମେ ସୃଜନ କର। ମୋର ଯାହା ଦରକାର ମୁଁ ତାହା ସୃଜନ କରିବି ମୋ ଇଚ୍ଛା ଅନୁସାରେ।
ଯାହା ମୋ ଇଚ୍ଛା ନୁହେଁ ତାହା ମୋ ପାଖରେ ରହିବନି। ସତ୍ୟ ବାକ୍ୟର ପରିସାଧନା। ପିରାମିଡ ମାଷ୍ଟର ପିତୃଦେବ ଭବ, ମାତୃଦେବ ଭବ, ଗୁରୁଦେବ ଭବ, ଏହିପରି ବାକ୍ୟ କୁହନ୍ତିନି। ସତ୍ୟମେବ ଜୟତେ, ସତ୍ୟ ଦେବ ଭବ, ଏସବୁ କୁହନ୍ତି। ପିରାମିଡ ମାଷ୍ଟର ଶ୍ରୀରାମଙ୍କର ସନ୍ତାନ ନୁହେଁ, ପ୍ରହ୍ଲାଦଙ୍କର ସନ୍ତାନ। ସେ ଛୋଟ ଆୟୁରୁ ସତ୍ୟ ବାକ୍ୟର ପରିସାଧନା କରିଥିଲେ। ଆମେ ବଡ଼ ଆୟୁରେ, ବଡ଼ ବୟସରେ ଧ୍ୟାନ ଦ୍ୱାରା ସତ୍ୟ ବାକ୍ୟର ପରିସାଧନା କରିବା ଦରକାର। ପରିପକ୍ୱତା ଆମ ବାଣୀରେ ଆସିବା ଦରକାର। ଗୌତମ ବୁଦ୍ଧ ଅଦ୍ଭୁତ ସତ୍ୟ ବାକ୍ୟର ପରିସାଧକ ଥିଲେ। ଆମେ ସମସ୍ତେ ଗୌତମ ବୁଦ୍ଧଙ୍କର ସନ୍ତାନ। ତା ଅର୍ଥ ବୁଦ୍ଧିଶୀଳ ସନ୍ତାନ। ପ୍ରତ୍ୟେକ ବାକ୍ୟ ବୁଦ୍ଧିମାନର ସହ, ବୁଦ୍ଧିମତାର ସହ କହିବା ଦରକାର। ପ୍ରତ୍ୟେକ ବାକ୍ୟରେ ଆମର ଧ୍ୟାନ ରହିବା ଦରକାର। ବୁଦ୍ଧିକୁ ପ୍ରାପ୍ତ କରି, ବୁଦ୍ଧିମାନୀ କରି ଆମେ କହିବା ଆବଶ୍ୟକ। ବୁଦ୍ଧିମାନ କିଏ ହୋଇଥାଏ? ସିଦ୍ଧାର୍ଥ କିପରି ବୁଦ୍ଧ ହୋଇଥିଲେ? ଧ୍ୟାନ ଦ୍ୱାରା, ନିଜର ଚିତ୍ତ ବୃତ୍ତିକୁ ନିରୋଧ ଦ୍ୱାରା, ନିଜର ଦିବ୍ୟ ଚକ୍ଷୁ ଚେତନାକୁ ଜାଗ୍ରତ କରିବା ଦ୍ୱାରା, ଜନ୍ମ ସିଦ୍ଧାନ୍ତକୁ ଜାଣିବା ଦ୍ୱାରା, କର୍ମ ସିଦ୍ଧାନ୍ତକୁ ଜାଣିକି ଆମେ ମଧ୍ୟ ବୁଦ୍ଧ ହୋଇପାରିବା। ବୁଦ୍ଧି, ରାଇଟ୍ ଇଣ୍ଟେଲେକ୍ଟ, ସନ୍ମତି, ଗାନ୍ଧୀଜୀଙ୍କ କହିବା ଅନୁସାରେ ସବୁକୁ ସନ୍ମତି ଦେ ଭଗବାନ। ସନ୍ମତି କିଏ ଦେବ? ନିଜେ ନିଜକୁ ହିଁ ସେପରି ବନେଇବାକୁ ପଡ଼ିବ। ଯେମିତି ଗାନ୍ଧୀଜୀଙ୍କର 3 ଜଣ ମାଙ୍କଡ଼ ଥିଲେ, ପିରାମିଡର 4 ଜଣ। ଆହାର ଆଉ ବ୍ୟବହାରରେ ଜାଗରୂକତା ରହିବା ଦରକାର। ବେକାର ଦୃଶ୍ୟକୁ ଦେଖିବା ଦରକାର ନାହିଁ। ବେକାର କଥାକୁ ଶୁଣିବାର ନାହିଁ। ବେକାର କଥାକୁ କହିବାର ନାହିଁ। ମନ ଆଉ ମସ୍ତିଷ୍କ ଆଧ୍ୟାତ୍ମିକତାରୁ, ଆଧ୍ୟାତ୍ମିକ ଭାବରୁ ଆସୁ। ବିନା ଆଧ୍ୟାତ୍ମିକତାରେ କୌଣସି ବି ବାଣୀ ନ ବାହାରୁ। ତାହେଲେ ଯାଇ ତାହା ଯୋଗେଶ୍ୱରଙ୍କର ସ୍ୱଭାବ, ସହଜ ସ୍ୱଭାବ ହୋଇପାରିବ। ଗାନ୍ଧୀଜୀ ଆମକୁ 3ଟି ମାଙ୍କଡ଼ ଦେଇଥିଲେ ନା? ଆଖି ବନ୍ଦ କରିଥିବା ବାଲା, କାନ ବନ୍ଦ କରିଥିବା ବାଲା, ମୁହଁକୁ ବନ୍ଦ କରିଥିବା ବାଲା। ସାଧାରଣ ଭାବରେ ସମସ୍ତେ କୁହନ୍ତି କି ଖରାପ କଥା ଦେଖନ୍ତୁନି, ଖରାପ କଥା ଶୁଣନ୍ତୁନି, ଖରାପ କଥା କୁହନ୍ତୁନି। এই ସଂକେତ, 3 ସଂକେତ ଆମେ ତ ଜାଣିଛେ। ସମସ୍ତେ ଆମର ପିତା ପିତାମହ ଛୋଟବେଳୁ ଏଇ ଜିନିଷ ଆମକୁ କହିଛନ୍ତି। କିନ୍ତୁ ତାହା ସମଗ୍ରତାର ବ୍ୟାଖ୍ୟା ନୁହେଁ। କେବଳ ଖରାପ ନୁହେଁ, ଆମ ପାଇଁ ଯାହା ଅନାବଶ୍ୟକ ତାକୁ ଆମେ ଦେଖିବା ଦରକାର ନାହିଁ, ଶୁଣିବା ଦରକାର ନାହିଁ, କହିବା ଦରକାର ନାହିଁ। ଅନାବଶ୍ୟକ ବାକ୍ୟ ଅନ୍ୟ ପାଇଁ ଜମା ବି କହିବା ଆବଶ୍ୟକ ନାହିଁ।
ପ୍ରଥମ ମାଙ୍କଡ଼ ଏଇ ଜିନିଷ କହିଥିଲା ଯେ ଯାହା ଦେଖିବା ଯୋଗ୍ୟ ନୁହେଁ, ପ୍ରଧାନ ନୁହେଁ, ଆବଶ୍ୟକ ନୁହେଁ, ସେ ସବୁ ଜିନିଷ ଦେଖନ୍ତୁ ନାହିଁ। ଆଖି ବନ୍ଦ କରିବା ଆବଶ୍ୟକ ସେଇ ସମୟରେ। ଦ୍ୱିତୀୟ ମାଙ୍କଡ଼ ଏଇ ଜିନିଷ କହିଥିଲେ, ଯାହା ଶୁଣିବା ଯୋଗ୍ୟ ନୁହେଁ, ଯାହା ଆବଶ୍ୟକ ନୁହେଁ, ଅନାବଶ୍ୟକ କଥା କୁ ଶୁଣନ୍ତୁ ନାହିଁ, କାନ ବନ୍ଦ କରିଦିଅନ୍ତୁ। ତୃତୀୟ ମାଙ୍କଡ଼, ଯାହା କହିବା ଯୋଗ୍ୟ ନୁହେଁ, ଅନାବଶ୍ୟକ କଥା କହିବା ଆବଶ୍ୟକ ନାହିଁ, ମୁହଁକୁ ବନ୍ଦ ରଖନ୍ତୁ। ପ୍ରକୃତରେ ପ୍ରଧାନ ନୁହେଁ, ଆବଶ୍ୟକ ନୁହେଁ, ଏସବୁ କଥା କଣ? ଅନାବଶ୍ୟକ ଶୁଣିବା କଥା କଣ? ଅନାବଶ୍ୟକ କହିବା କଥା କଣ? ଆମର ଆଧ୍ୟାତ୍ମିକ ଉନ୍ନତିରେ ଯାହା ସହାୟକ ସିଦ୍ଧ ହୁଏ ତାହା ହେଉଛି ଆବଶ୍ୟକ। ଯାହା ଆମର ଆଧ୍ୟାତ୍ମିକ ଉନ୍ନତିରେ ସହାୟକ ସିଦ୍ଧ ନୁହେଁ, ସେ ଦୃଶ୍ୟ ହେଉଛି ଅନାବଶ୍ୟକ। ତାକୁ ଆମେ କେବେ ବି ଦେଖିବା ଆବଶ୍ୟକ ନୁହେଁ। ଆମର ଆଧ୍ୟାତ୍ମିକ ଉନ୍ନତିରେ ଯାହା ସହାୟକ, ସେସବୁ ବିଷୟ ଶୁଣିବା ହେଉଛି ଆବଶ୍ୟକ। ଯାହା ଆମର ଆଧ୍ୟାତ୍ମିକ ଉନ୍ନତିରେ ସହାୟକ ସିଦ୍ଧ ନୁହେଁ, ସେ ବିଷୟ ନ ଶୁଣିବା, କାରଣ ତାହା ହେଉଛି ଅନାବଶ୍ୟକ। ଆମର ଆଧ୍ୟାତ୍ମିକ ପ୍ରଗତିରେ ଆଉ ଅନ୍ୟ ଲୋକଙ୍କର ଆଧ୍ୟାତ୍ମିକ ପ୍ରଗତିରେ ଯାହା ସହାୟକ ସିଦ୍ଧ ନ ହୁଏ, ସେ ସବୁ କଥା କେବେ ହେଲେ କୁହନ୍ତୁନି। ସବୁ ସମୟରେ ଆଧ୍ୟାତ୍ମିକ ଦୃଷ୍ଟିରେ ଦେଖିବା ପରେ ଆବଶ୍ୟକ ଜିନିଷ ହିଁ ଦେଖନ୍ତୁ। ଆଧ୍ୟାତ୍ମିକ ଶାସ୍ତ୍ର ବିଷୟରେ, ଆଧ୍ୟାତ୍ମିକ ପୁସ୍ତକ ବିଷୟରେ କଥାବାର୍ତ୍ତା କରନ୍ତୁ। ତାହା ହେଉଛି ଶାସ୍ତ୍ର ସମ୍ମତ କଥା, ସେଥିପାଇଁ ସଶାସ୍ତ୍ରୀୟ କଥା କୁହନ୍ତୁ। ଏଠି ସେଠି ଦେଖିବା ନୁହେଁ, ଅଧିକ ଶୁଣିବା ନୁହେଁ, ଅଧିକ କହିବା ନୁହେଁ। ପିରାମିଡ ସ୍ପିରିଚୁଆଲ ସୋସାଇଟି ମୁଭମେଣ୍ଟର ଚତୁର୍ଥ ମାଙ୍କଡ଼ ଏ ଜିନିଷ ଦେଇଛି। ଚତୁର୍ଥ ମାଙ୍କଡ଼ ଏହା ସୂଚିତ କରେ କି ଅନ୍ୟ ଲୋକର ଆଧ୍ୟାତ୍ମିକ ଉନ୍ନତିରେ ତଥା ନିଜର ସ୍ୱୟଂର ଆଧ୍ୟାତ୍ମିକ ପ୍ରଗତିରେ ଯାହା ସହାୟକ ସିଦ୍ଧ ନ ହୁଏ, ସେଭଳି ବିଚାର, ସେଭଳି ସଂସ୍କାର ରହିତ ବିଚାର କେବେ ହେଲେ ନା କହିବା ଦରକାର, ନା ଶୁଣିବା ଦରକାର, ନା ମନରେ ସେ ବିଚାର ଆଣିବାକୁ ଦେବା। ଗୋଟିଏ ବି ବିଚାର ମନ ଆଉ ମସ୍ତିଷ୍କରେ ଆଧ୍ୟାତ୍ମିକତା ଭାବ ବିନା ବାହାରକୁ ଆସିବାର ନାହିଁ। ତାହେଲେ ଯାଇ ଯୋଗୀଶ୍ୱରର ଭାବ ସହଜ ସ୍ୱଭାବ ହୋଇପାରିବ। ତାହେଲେ ଆମର ଏଠି ଚତୁର୍ଥ ମାଙ୍କଡ଼ ହେଉଛି ଅନାବଶ୍ୟକ ବିଚାର ରହିତ ମାଙ୍କଡ଼। ପିରାମିଡ ମାଷ୍ଟର୍ସ ଆଖି, କାନ, ମୁହଁ ହେଉଛି ବାହ୍ୟ ଇନ୍ଦ୍ରିୟ। ବାହ୍ୟ ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ମଧ୍ୟମ ସ୍ତରର ସାଧନା। ମନ ପରି ଅନ୍ତରିନ୍ଦ୍ରିୟ ଉପରେ ନିୟନ୍ତ୍ରଣ
ହେଉଛି ଉତ୍ତମ ସ୍ତରର ସାଧନା। ପିରାମିଡ ଆଧ୍ୟାତ୍ମିକ ସାଧନା। ପ୍ରଥମ ମାଙ୍କଡ଼ ଠିକ୍ ଢଙ୍ଗର ସହ ଦେଖିବା, ସମ୍ୟକ୍ ଦୃଷ୍ଟି। ଦ୍ୱିତୀୟ ମାଙ୍କଡ଼ ଠିକ୍ ଢଙ୍ଗର ସହ ଶୁଣିବା, ସମ୍ୟକ୍ ଶ୍ରବଣ। ତୃତୀୟ ମାଙ୍କଡ଼ ଠିକ୍ ଢଙ୍ଗରେ କହିବା, ସମ୍ୟକ୍ ବାକ୍। ଚତୁର୍ଥ ମାଙ୍କଡ଼ ଠିକ୍ ଢଙ୍ଗରେ ବିଚାର କରିବା ବାଲା ମାଙ୍କଡ଼, ଅର୍ଥାତ୍ ସମ୍ୟକ୍ ବିଚାର। ଏହା ହେଉଛି ପିରାମିଡ ମାଷ୍ଟର୍ସ ମାନଙ୍କର କଥା। ଏହା ହେଉଛି ବାକ୍କ୍ଷେତ୍ର। ଲାଷ୍ଟ 1 minute। ମୋ ପ୍ରିୟ ପତ୍ରିଜୀଙ୍କୁ, ସମସ୍ତ ଆଷ୍ଟ୍ରାଲ ମାଷ୍ଟର୍ସକୁ ଏ ଅଦ୍ଭୁତ, ଏ ଦିବ୍ୟ ଅମୃତ ରୂପୀ ଜ୍ଞାନ ପ୍ରଦାନ କରିବାରୁ, ଆମ ଜୀବନକୁ, ଆମ ବିଚାରକୁ ଆଲୋକିତ କରିବାରୁ ହୃଦୟର ସହ କୃତଜ୍ଞତା ଜ୍ଞାପନ କରନ୍ତୁ। ହୃଦୟର ସହ କୋଟି କୋଟି ପ୍ରଣାମ କରନ୍ତୁ। ଲାଷ୍ଟ 30 ସେକେଣ୍ଡ ପୂର୍ଣ୍ଣ ସମର୍ପଣର ସହ, ପୂର୍ଣ୍ଣ ଶ୍ରଦ୍ଧାର ସହ ଏସବୁ ଜିନିଷ ରିସିଭ୍ କରିଥିବାରୁ ଆପଣଙ୍କ ଭିତରେ ଥିବା ସେ ଦିବ୍ୟ ପରମାତ୍ମା ତତ୍ଵକୁ ମୋ ହୃଦୟରୁ ପ୍ରଣାମ। ଲାଷ୍ଟ 20 ସେକେଣ୍ଡ। Ten seconds. 9, 8, 7, 6, 5, 4, 3, 2, 1, 0। ଦୁଇ ହାତକୁ ଆଖି ପାଖକୁ ନେଇ ଆସନ୍ତୁ। ନିଜ ସୁବିଧାରେ ଆଖି ଖୋଲି ପାରନ୍ତି।